ଅଗଷ୍ଟ 4, 5, 6 ଆଗାମୀ 3 ଦିନ ପାଣିପାଗ ପୂର୍ବାନୁମାନ ଓଡ଼ିଶା ପରିପ୍ରେକ୍ଷୀରେ। ହଁ ଆଜ୍ଞା, ମୁଁ ହେଉଛି କଳାକାନ୍ତି ସାମନ୍ତରାୟ। ଆପଣ ଦେଖିଛନ୍ତି ବୋଧେ କଳାକାନ୍ତି ୟୁଟ୍ୟୁବ୍ ଚ୍ୟାନେଲ୍। ଆପଣଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ। ଯଦି କହିବା ଅଗଷ୍ଟ 8ରୁ 12 ମଧ୍ୟରେ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ଲାଗିକି ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଲଘୁଚାପ କ୍ଷେତ୍ର ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଉ ଏକ ଲଘୁଚାପ ମଧ୍ୟ ଅଗଷ୍ଟ 15ରୁ 17 ମଧ୍ୟରେ ମଧ୍ୟ ସେହି ଅଞ୍ଚଳରେ ଅର୍ଥାତ୍ ପଶ୍ଚିମବଙ୍ଗ ବାଂଲାଦେଶ ଉପରେ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି। এই দুইটি ସିଷ୍ଟମ ଯଦି କହିବା ଲଙ୍ଗ ରେଞ୍ଜ ଫୋରକାଷ୍ଟରେ ଯାହା ଅନୁମାନ କରାଯାଉଛି ଯେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ଏହାର ମୁଖ୍ୟ କାରଣ ଯଦି କହିବା ପ୍ରଶାନ୍ତ ମହାସାଗରରେ ଏକ ମହାବାତ୍ୟା ସୃଷ୍ଟି ହେଉଛି ଯାହାର ନାଁ ରହିଛି ଡଲଫିନ୍। ତାର ଯଦି କହିବା ଅଗଷ୍ଟ 8 ଆଡ଼କୁ ତାଇୱାନ ଏବଂ ଚୀନ ପାଖରେ ଲ୍ୟାଣ୍ଡଫଲ୍ କରିବ। ତାର ପ୍ରଭାବରେ ବଙ୍ଗୋପସାଗରରେ ମୌସୁମୀ ବାୟୁ ସକ୍ରିୟ ରହିବ, ବାଦଲ ଖଣ୍ଡ ସୃଷ୍ଟି ହେବ, ଯାହାଫଳରେ କି ଦକ୍ଷିଣ ବାଂଲାଦେଶ ଉପକୂଳକୁ ଲାଗିକି ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ମଧ୍ୟ ଅଗଷ୍ଟ 8-9 ଆଡ଼କୁ ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ଇଏ ଏକ ଲଘୁଚାପ କ୍ଷେତ୍ର ମଧ୍ୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଯେହେତୁ ଏକ ଲଙ୍ଗ ରେଞ୍ଜ ଫୋରକାଷ୍ଟ ରହୁଛି, ଦେଖିବା ଆଗକୁ କେତେ ମାତ୍ରାରେ ପରିବର୍ତ୍ତନ ଘଟୁଛି ଏବଂ ଏହାର ପ୍ରଭାବ ଓଡ଼ିଶା ଉପରେ କ'ଣ ରହୁଛି। ଏବେକା ସ୍ଥିତି ଯଦି କହିବା ଅଗଷ୍ଟ 4 ତାରିଖ କଥା, ସକାଳୁ ଯଦି କହିବା ବିଭିନ୍ନ ସ୍ଥାନରେ କୋହଲା ପାଗ ରହିପାରେ ଏବଂ 2ଟା ପର୍ଯ୍ୟନ୍ତ ଯଦି କହିବା ଦିନର ତାପମାତ୍ରା 35ରୁ 38 ଡିଗ୍ରୀ ମଧ୍ୟ ରହିବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଗୁଳୁଗୁଳି ରହିବାର ସମ୍ଭାବନା ରହିଛି। ଦିନ ଗୋଟାଏ ପରେ ଯଦି କହିବା ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶା ଯଦି କହିବା ବହୁ ସ୍ଥାନରେ ଘଡ଼ଘଡ଼ି ଜନିତ ବର୍ଷା ଏବଂ 50 ମିନିଟ୍ରୁ ଆରମ୍ଭ କରିକି 120 ମିନିଟ୍ ପର୍ଯ୍ୟନ୍ତ ମଧ୍ୟ ବର୍ଷା ଦେଖିବାକୁ ମିଳିପାରେ ଏବଂ ଦକ୍ଷିଣ ଓଡ଼ିଶା ଏବଂ ଦକ୍ଷିଣ ପଶ୍ଚିମ ଓଡ଼ିଶା ଜିଲ୍ଲାରେ କିଛି ଅଞ୍ଚଳରେ କାଁ ଭାଁ ବର୍ଷା ଦେଖିବାକୁ ମିଳିବ, କିନ୍ତୁ ସର୍ବାଧିକ ପ୍ରଭାବ ପଶ୍ଚିମ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। 5 ତାରିଖ ଯଦି କଥା କହିବା ଗୁଳୁଗୁଳି ରହିବ ବ୍ୟାପକ ମାତ୍ରାରେ ଉପକୂଳ ଓଡ଼ିଶାରେ ଏବଂ ଦିନର ତାପମାତ୍ରା କହିବା ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶା ଜିଲ୍ଲାମାନଙ୍କରେ, ଉପକୂଳ ଓଡ଼ିଶା ତାପମାତ୍ରା 34 ଡିଗ୍ରୀରୁ ଆରମ୍ଭ କରି 38 ଡିଗ୍ରୀ ମଧ୍ୟ ରହିବାର ସମ୍ଭାବନା ରହିଛି ଏବଂ ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା, ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ଗୋଟିଏ ସ୍ଥାନରେ ଘଡ଼ଘଡ଼ି ଜନିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସର୍ବାଧିକ ପ୍ରଭାବ ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା ଜିଲ୍ଲାମାନଙ୍କରେ ଦେଖିବାକୁ ମିଳିପାରେ 5 ତାରିଖ। ଏଇଭଳି ସ୍ଥିତି ରହିବ 5 ତାରିଖ। 6 ତାରିଖ ଯଦି କଥା କହିବା ପ୍ରବଳ ଉତ୍ପଳ ବର୍ଷାର ସମ୍ଭାବନା ରହିଛି, କିନ୍ତୁ ଦିନର ତାପମାତ୍ରା ସେଇ 34ରୁ 38 ଡିଗ୍ରୀ ମଧ୍ୟ ରହିବାର ସମ୍ଭାବନା। ଗୁଳୁଗୁଳି ଉପକୂଳ ଓଡ଼ିଶାରେ ମଧ୍ୟ ପ୍ରଭାବିତ କରିବ। ରାତିରେ ମଧ୍ୟ ବହୁ ସ୍ଥାନରେ ମଧ୍ୟ ଗୁଳୁଗୁଳି ଦେଖିବାକୁ ମିଳିବ ଏବଂ ଦିନ ଗୋଟାଏ ପରେ ସନ୍ଧ୍ୟା ପର୍ଯ୍ୟନ୍ତ କହିବା ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଜନିତ ବର୍ଷା ଏବଂ ପ୍ରବଳ ଉତ୍ପଳ ବର୍ଷା ମାନେ ଗୋଟିଏ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିପାରେ। ତ ଆଗାମୀ 3 ଦିନ ଯଦି କହିବା ସକାଳୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖରାର ପ୍ରକୋପ ରହିବ ଏବଂ ଗୋଟାଏ ପରଠୁ ଯଦି କହିବା ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ବ୍ୟାପକ ମାରିବାର ସମ୍ଭାବନା ରହିଛି। ସତର୍କ ରୁହନ୍ତୁ, ପାଣିପାଗରେ ଏଇଭଳି ପରିବର୍ତ୍ତନ ଗରମ କଣ୍ଡିସନ୍ ଯୋଗୁଁ ବିଜୁଳି ଘଡ଼ଘଡ଼ି ବ୍ୟାପକ ମାରିବାର ସମ୍ଭାବନା ରହିଛି। ଯଦି ପାଣିପାଗରେ କୌଣସି ପରିବର୍ତ୍ତନ ଘଟିବ ନିଶ୍ଚିତ ଭାବରେ ମୁଁ ଅପଡ଼େଟ୍ ଦେବି। ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତି, ଲାଇକ୍ କରିବେ। ରହିଲି, ନମସ୍କାର।